Hello, my dear students. Welcome to Odisha School. ଆଜି ଆମେ ତମ ବହିର ଫାର୍ଷ୍ଟ ଚାପ୍ଟର ଯାହା ନାଁ ହେଉଛି ଭାରତର ଭୌଗୋଳିକ ବିବିଧତା ତାର ଆମେ କ୍ୱେଶ୍ଚିନ୍ ଆନ୍ସର କରିବା। ତ ଆମର ଫାର୍ଷ୍ଟ କ୍ୱେଶ୍ଚିନ୍ ହେଉଛି ତୁମ ମତରେ ଭାରତର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭୌଗୋଳିକ ବୈଶିଷ୍ଟ୍ୟ କ'ଣ? ସେଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବୋଲି ତମେ କାହିଁକି ଭାବୁଛ? ତମର ଫାର୍ଷ୍ଟ କ୍ୱେଶ୍ଚିନ୍ ହେଉଛି ଏଇଟା। ଉତ୍ତର କରିବା ଆଗରୁ ତମାନେ କ୍ୱେଶ୍ଚିନ୍କୁ ଫାର୍ଷ୍ଟ ବୁଝିବାକୁ ଟ୍ରାଏ କର। ତୁମ ମତରେ ଭାରତର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭୌଗୋଳିକ ବିଶିଷ୍ଟ କ'ଣ? ଆମେ ବହୁତ ସାରା ଭୌଗୋଳିକ ବୈଶିଷ୍ଟ୍ୟ ପଢିଛେ, ଯେମିତିକି ହିମାଳୟ ପର୍ବତ ପଢିଛେ, ଆଉ ୱେଷ୍ଟର୍ଣ୍ଣ ଘାଟ ପଢିଛେ, ଇଷ୍ଟର୍ଣ୍ଣ ଘାଟ ପଢିଛେ, ଗାଙ୍ଗେୟ ସମତଳ ଭୂମି ପଢିଛେ, ଦ୍ୱୀପପୁଞ୍ଜ ପଢିଛେ, ପେନିନସୁଲାର ପ୍ଲାଟ୍ୟୁ ପଢିଛେ, ମାନେ ଉପଦ୍ୱୀପୀୟ ମାଳଭୂମି ବି ପଢିଛେ। ଆମେ ଏତେ ଗୁଡାଏ ଜିନିଷ ପଢିଛେ। ତା ଭିତରୁ ତମମାନଙ୍କୁ କ'ଣ ଲାଗୁଛି? ମୁଁ ତ ମୋ ମତ ଦେଇଦେଇଛି। ଯେ ତମମାନଙ୍କୁ ମୋ ମତ ପସନ୍ଦ ଆସୁଛି, ଦେନ୍ ତମେ ମାନେ ତ କ୍ୱେଶ୍ଚିନ୍ ର ଏଇ ଆନ୍ସର ଦେଇପାରିବ। କିନ୍ତୁ ତମମାନେ ଟ୍ରାଏ କର କି ତମେ ବି ତମ ମନରୁ କିଛି କ'ଣ ନୂଆ ଭୌଗୋଳିକ ବିଶିଷ୍ଟ ଉପରେ କ୍ୱେଶ୍ଚିନ୍ ଆନ୍ସର କରିପାରିବ। ତ ମୁଁ ଏଇଠି ଦୁଇଟି ଭୌଗୋଳିକ ବିଶିଷ୍ଟ ନେଇଛି, ଯେମିତିକି ହିମାଳୟ ପର୍ବତମାଳା ଆଉ ଗୋଟେ ହଉଛି ଉତ୍ତର ଭାରତର ବିଶାଳ ସମତଳ ଭୂମି। ଓକେ, ତ ମୁଁ ମୋ ହିସାବରେ ଦୁଇଟି ନେଇଛି, ଗୋଟେ ହଉଛି ହିମାଳୟ ପର୍ବତମାଳା ଆଉ ଗୋଟେ ହଉଛି କ'ଣ ବିଶାଳ ସମତଳ ଭୂମି, ଯୋଉଟା କି ମତେ ପସନ୍ଦ। ତ ମୁଁ ଏଗୁଡିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଛି ହେଲା। କିନ୍ତୁ କାହିଁକି ଭାବୁଛି? ଯଦି ଆମେ ଯାହାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଛେ, କାହିଁକି ଭାବୁଛେ? ତ ତାର ବି କାରଣ ଅଛି। କାହିଁକି ନା ହିମାଳୟ ପର୍ବତମାଳା ଭାରତକୁ ଶୀତଳ ପବନରୁ ସୁରକ୍ଷା କରେ। ଶୀତଳ ପବନ କେମିତି ସୁରକ୍ଷା କରେ? କାହିଁକି ନା ଆମ ଭାରତ, ଯଦି ଆମେ ହିମାଳୟ ପର୍ବତକୁ ଟୋଟାଲି ହଟେଇଦବା, ଉପରେ ଅଛି ନର୍ଥ ପୋଲ। ନର୍ଥ ପୋଲ ମାନେ ଉତ୍ତର ମେରୁ। ଉତ୍ତର ମେରୁରେ ସାଇବେରିଆ ଅଞ୍ଚଳ ଅଛି। ତ ସାଇବେରିଆ ଅଞ୍ଚଳରେ ଆମେ ପୃଥିବୀ, ଏଇଟା ପୃଥିବୀ ନା, ପୃଥିବୀର ଏଇଟା ହଉଛି କ'ଣ ନର୍ଥ, ଏଇଟା ହଉଛି ସାଉଥ। ଏଇଟା କ'ଣ ଅଛି? ଏଇଟା ହଉଛି ଆମର କ'ଣ ସାଇବେରିଆ ଅଞ୍ଚଳ, ମାନେ ପୃଥିବୀର ଏଇଟା ହଉଛି କ'ଣ କର୍କଟ, ଏଇଟା କ'ଣ ଆମର ବିଷୁବରେଖା, ଆଉ ଏଇଟା ହଉଛି ଭାରତ। ଯଦି ହିମାଳୟ ପର୍ବତ ନଥାନ୍ତା, ଏଇଠି ଯୋଉ ସାଇବେରିଆ ଅଞ୍ଚଳ ସେ ବହୁତ ଥଣ୍ଡା, ଇଏ ବି ବହୁତ ଥଣ୍ଡା, କିନ୍ତୁ ଏଇପଟେ ଯୋଉ ଥଣ୍ଡା ପବନ ଆସିକି କ'ଣ ଭାରତକୁ ଆସିଥାନ୍ତା। ଓକେ, ସେଇଥିପାଇଁ ଆମେ କହିପାରିବା ଆକୁ ଭାରତକୁ କ'ଣ ଶୀତଳ ପବନରୁ ସୁରକ୍ଷା କରେ, ମୌସୁମୀ ବର୍ଷାରେ ସାହାଯ୍ୟ କରେ ଏବଂ ଅନେକ ନଦୀର ଉଚ୍ଚ ସ୍ଥଳ ଅଟେ। ମାନେ ମୌସୁମୀ ବର୍ଷାରେ କେମିତି ସାହାଯ୍ୟ କରେ? ତ ମାନେ ବଡ ବଡ ହେଲେ ପଢିବ କି ଆମର ଯୋଉ ମନସୁନ ଥାଏ, ଆମର ଜୁଲାଇରେ ଯୋଉ ବର୍ଷା ହୁଏ, ସେଟା କ'ଣ ଏଇଠୁ ପବନ ଯାଇକି, ଏଇଠୁ ଆମର କ'ଣ ସମୁଦ୍ରରୁ ପବନ ଯାଇକି ହିମାଳୟ ପର୍ବତ ଏଠି ଅଛି ନା, ଏଇଠୁ ଏଇ ଉପରକୁ ଯାଇପାରେନି। କ'ଣ ଏଇ ଉପରକୁ ଯାଇପାରେନି, ଏଇପରକୁ ଯାଇପାରେନି। ତ ଏଇଠୁ ଫେରିକି ଆସିକି ଆମର କ'ଣ ଭାରତ ସାରା ବର୍ଷା ହୁଏ। ସେଇଥିପାଇଁ ଆମର କ'ଣ ମୌସୁମୀ ବର୍ଷାରେ ମଧ୍ୟ ସାହାଯ୍ୟ କରେ। ଅନେକ ନଦୀର ଉଚ୍ଚସ୍ଥଳ ଅଛି। ଆମେ ଜାଣିଛେ ଆମର ବହୁତ ସାରା ନଦୀ ବାହାରିଛି, ଯେମିତିକି ଗଙ୍ଗା ବାହାରିଛି, ଆଉ କ'ଣ ବ୍ରହ୍ମପୁତ୍ର ବାହାରିଛି, ଆଉ କ'ଣ ବାହାରିଛି ଇଣ୍ଡସ୍ ବାହାରିଛି, ମାନେ ସିନ୍ଧୁ ନଦୀ ବାହାରିଛି, ଏଇଭଳିଆ ନଦୀ, ଆଉ ଯମୁନା ବି ବାହାରିଛି। କେତେ ଗୁଡାଏ ନଦୀ ବାହାରିଛି। ଆଉ ସେହିପରି ଉତ୍ତର ଭାରତର ବିଶାଳ ସମତଳ ଭୂମି ଉର୍ବର ମାଟି ପାଇଁ ପ୍ରସିଦ୍ଧ। ଆମେ ଏଇଥିପାଇଁ ପଢିଲେ ହିମାଳୟ ମତେ ଏଇଥିପାଇଁ ଭଲ ଲାଗେ, ଆଉ ସେଠି ତ ଟୁରିଷ୍ଟ ପାଇଁ ବି ବହୁତ ଭଲ ଲାଗେ। ଆଉ ସେଠି ବହୁତ ମାନେ ଗରମ ଦିନେ ତମାନେ କେତେବେଳେ ଯଦି ଯିବ, ବହୁତ ଥଣ୍ଡା ଲାଗେ, ଆଉ ବୁଲିବା ପାଇଁ ବି ବହୁତ ମଜା ଲାଗେ। ସେଥିପାଇଁ ବି ଭଲ ଲାଗେ। ଆଉ କ'ଣ ଅଛି? ଆଉ ଉତ୍ତର ଭାରତର ବିଶାଳ ସମତଳ ଭୂମି ଉର୍ବର ମାଟି ପାଇଁ ପ୍ରସିଦ୍ଧ। ଆମେ ସମତଳ ଭୂମି ପଢିଛେ, ଯେମିତିକି ଗଙ୍ଗା ଚାରିପଟେ କ'ଣ ବିଶାଳ ସମତଳ ଭୂମି ଅଛି, ଯୋଉଠି କି ଅଧିକ ଲୋକ ମାନେ ରୁହନ୍ତି, ଆଉ ଭଲ ଚାଷ ବାସ ବି ହୁଏ। ଉର୍ବର ମାଟି ପାଇଁ କ'ଣ ଫେମସ। ଏଠାରେ କୃଷିର ବିକାଶ ହୋଇଛି ଏବଂ ବହୁ ଲୋକ ବାସ କରନ୍ତି। ଓକେ, ସେଥିପାଇଁ ବି ଆମକୁ ମୁଁ ଏଇ ଦୁଇଟି ନେଇ, ଯଦି ତମମାନଙ୍କୁ ପସନ୍ଦ ତାହେଲେ ତମେ ଆଉ କିଛି ବି ନେଇପାରିବ। ଆଉ କ'ଣ ଅଛି ଏଠି? ତେଣୁ ଏହି ଦୁଇଟି ଭୌଗୋଳିକ ବୈଶିଷ୍ଟ୍ୟ ଭାରତର କୃଷି, ଜଳବାୟୁ, ଜଳ ସମ୍ପଦ ଓ ଜନଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଅତ୍ୟନ୍ତ ଆବଶ୍ୟକ ନା ନାହିଁ? କାହିଁକି ନା ଆମେ ନଦୀ ମିଳୁଛି, ଆଉ ଥଣ୍ଡା ପବନରୁ ରକ୍ଷା କରୁଛି, ଆଉ ବର୍ଷା ହବାରେ ସାହାଯ୍ୟ କରୁଛି, ଆଉ ସମତଳ ଭୂମି ଆମକୁ ବହୁତ ଅଧିକ, ମାନେ ଯେମିତିକି ଆମକୁ ଗହମ ଯୋଗଉଛି, ଧାନ, ବହୁତ ସାରା ଜିନିଷ ସମତଳ ଭୂମିରେ ଆମକୁ ଫସଲ ମିଳୁଛି। ସେଥିପାଇଁ କ'ଣ ଭାରତର କୃଷି ଆଉ ଜଳବାୟୁ, ଜଳ ସମ୍ପଦ, ଜନଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ। ସେଇଥିପାଇଁ ଆମକୁ କ'ଣ ପସନ୍ଦ ହେଲା। ବୁଝିପାରିଲ ଫାର୍ଷ୍ଟ କ୍ୱେଶ୍ଚିନ୍ ର ଆନ୍ସର? ତମାନେ ଯଦି ତମକୁ ଭଲ ଲାଗେ କି ଆମକୁ, ମତେ ୱେଷ୍ଟର୍ଣ୍ଣ ଘାଟ ଭଲ ଲାଗେ, ମାନେ ମତେ କ'ଣ ଯୋଉ ମନେକର ତ ମୁଁ ମାନଙ୍କୁ କ'ଣ ଏପଟେ ୱେଷ୍ଟର୍ଣ୍ଣ ଘାଟ ଭଲ ଲାଗେ, କ'ଣ ପଶ୍ଚିମ ଉପକୂଳ, ରାଇଟ। ଆଉ ଏପଟେ ତମକୁ ପୂର୍ବ ଉପକୂଳ ମନେକର ତମକୁ ଭଲ ଲାଗେ। କାହିଁକି ଭଲ ଲାଗେ? କାରଣ ଏଠି ଅଧିକ ଜୀବଜନ୍ତୁ ରହନ୍ତି, ଡାଇଭରସିଟି ଅଧିକ ଥାଏ, ଆଉ ଏଠି କ'ଣ ଅଧିକ ଘନ ଜଙ୍ଗଲ ଥାଏ। ସେଥିପାଇଁ ଆମକୁ ପରିବେଶକୁ କ'ଣ ସୁରକ୍ଷା କରେ। ଏଇଠୁ ମଧ୍ୟ ଅନେକ ନଦୀ ବହି ଆସିଛନ୍ତି। ଓକେ, ପୂର୍ବ ଘାଟ ବି କ'ଣ ପାଇଁ ତମକୁ ଭଲ ଲାଗେ ସେଇଟା ବି ଲେଖିପାରିବ ତମେ। ଆଉ ଆମର କ'ଣ
ଏଠି ଉପଦ୍ୱୀପୀୟ ମାଳଭୂମି ଅଛି। ମାଳଭୂମି ତମମାନଙ୍କୁ କଣ ପାଇଁ ଭଲ ଲାଗେ ଆମେ ସବୁ ପଢିଛେ, ତମେ ସେଇ ବିଷୟରେ ବି କଣ ଲେଖିପାରିବ। ଆଉ କଣ ଆମର ନେକ୍ସଟ କ୍ୱେଶ୍ଚିନ୍, ଆମର କ୍ୱେଶ୍ଚିନ୍ ନମ୍ବର 2। କ୍ୱେଶ୍ଚିନ୍ ନମ୍ବର ସେକେଣ୍ଡ ରେ ଅଛି, ଯଦି ହିମାଳୟ ନଥାନ୍ତା ଭାରତ କିପରି ଦେଖା ଯାଇଥାନ୍ତା ତମେ ଭାବୁଛ? ଇମାଜିନ କର କି ହିମାଳୟ ପର୍ବତ ଟୋଟାଲି ନାହିଁ ହେଲା, ଏଇଟା ଆମ ଭାରତ ଆଉ ଏଇଠି ଆମର ହିମାଳୟ ପର୍ବତ ଅଛି। ମନେକର ହିମାଳୟ ପର୍ବତ ଟୋଟାଲି ନଥାନ୍ତା ଆଉ ଏ ହଉଛି ଭାରତ। ଯଦି ହିମାଳୟ ପର୍ବତ ନଥାନ୍ତା କେମିତି ଦେଖାଯାଇଥାନ୍ତା? ଫାଷ୍ଟ ତ ମୁଣ୍ଡ ନଥିଲା ଭଳିଆ ଦେଖାଯାଇଥାନ୍ତା ଭାରତର ଯୋ କାପାଟ। କିନ୍ତୁ ହଁ ଏମିତି ହିଁ କିଛି ଦେଖାଯାଇଥାନ୍ତା, କିନ୍ତୁ ଆମେ ଉତ୍ତରରେ କଣ ଲେଖିବା? ଆମେ ତ ଏମିତି ଲେଖିବା ନା ଉତ୍ତରରେ। ଓକେ, ଆମେ ଉତ୍ତରରେ କଣ ଲେଖିବା? ଯଦି ହିମାଳୟ ପର୍ବତ ନଥାନ୍ତା ତେବେ ଭାରତର ପ୍ରାକୃତିକ ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତା। ଆଜି ଯୋଉ ଆମେ ମନସୁନ ଫିଲ୍ କରୁଛେ, ଆମେ ଯୋଉ 6ଟି ଋତୁ ଫିଲ୍ କରୁଛେ ସବୁ ମାନେ ସବୁ ବର୍ଷ, ମେ ବି ସେଇ ଜିନିଷଟା ଆମେ ଫିଲ୍ କରିନଥାନ୍ତେ। ପ୍ରାକୃତିକ ପରିବେଶ ଭିନ୍ନ ହୋଇଥାନ୍ତା, ହଁ କି ନାଇଁ? ଆମର ଏତେ ଜଙ୍ଗଲ ଅଛି, ଆମର ସ୍ନୋଫଲ ହଉଛି, ଆଉ କଣ ହଉଛି ବହୁତ ଆମକୁ ନଦୀ ଜଳ ମିଳୁଛି, ପ୍ରକୃତିର ପରିବେଶ ସମତଳ ଭୂମି ମିଳୁଛି, ଜଙ୍ଗଲ ମିଳୁଛି, ମେ ବି ସେଇ ଜିନିଷଟା କଣ ନଥାନ୍ତା। ଆଉ ମଧ୍ୟ ଏସିଆର ଶୀତଳ ପବନ ସିଧାସଳଖ ଭାରତକୁ ପ୍ରବେଶ କରି ଜଳବାୟୁକୁ ଅଧିକ ଶୀତଳ କରିଦେଇଥାନ୍ତା। ଆମେ କେମିତି ଦେଖିଲେ ଏପଟେ ସାଇବେରିଆ ଅଛି ଆଉ ନର୍ଥ ପୋଲ ଅଛି, ଏଠୁ ଯୋଉ ପବନ ବାହାରିଥାନ୍ତା, ହିମାଳୟ ଅଛି ବୋଲି ସିନା ଏସିଆ ମଝିରେ ଅଟକେଇ ଦଉଛି, କିନ୍ତୁ ଯଦି ହିମାଳୟ ଟୋଟାଲି ଗାୟବ ହିଁ ହେଇଯାଇଥାନ୍ତା ତାହେଲେ କଣ ହେଇଥାନ୍ତା? ଏପଟକୁ ସବୁ ଡାଇରେକ୍ଟ ଭାରତ ଭିତରକୁ ଆସିଥାନ୍ତା, ଶୀତଳକୁ ଥଣ୍ଡା ଲାଗିଥାନ୍ତା। ଦେନ୍ ମୌସୁମୀ ବର୍ଷା କମ ହୋଇ କୃଷି କ୍ଷତିଗ୍ରସ୍ତ ହୋଇଥାନ୍ତା। ଆଉ କଣ ହେଇଥାନ୍ତା? ବର୍ଷା କମ ହେଲେ ଆମର ଅଧିକରୁ ଅଧିକ ଚାଷୀ ମାନେ କଣ କୃଷି ଉପରେ ଡାଇରେକ୍ଟ ଡିପେଣ୍ଡେଣ୍ଟ। ଯଦି ବର୍ଷା ନ ହେଇଥାନ୍ତା ତାହେଲେ କୃଷି ବି ଭଲସେ ହେଇନଥାନ୍ତା। ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର ପରି ନଦୀ ଗୁଡିକ ରହିନଥାନ୍ତା କିମ୍ବା ସେମାନଙ୍କର ଜଳ ପରିମାଣ ବହୁତ କମ ହେଇଥାନ୍ତା। ସେମାନେ ରହି ହିଁ ନଥାନ୍ତେ। ଆଉ ଯଦି ବି କିଛି ଉଚ୍ଚ ସ୍ଥାନ ଥାନ୍ତେ, ଯଦି ବାହାରିଥାନ୍ତେ, ବହୁତ ଛୋଟ ଛୋଟ ନଦୀ ବାହାରିଥାନ୍ତେ। କିନ୍ତୁ ଯୋଉ ଆଜି ନଦୀ ମାନେ ଯୋଉଥିପାଇଁ ଫେମସ, ସେଇଥିପାଇଁ ନଦୀ ମାନେ ଏତେ ଫେମସ ହେଇନଥାନ୍ତେ, ଆଉ ସେତିକି ଅଧିକ ଜଳ ବି ନଥାନ୍ତା। ଆଉ କଣ ହେଇଥାନ୍ତା? ଫଳରେ ଭାରତର କୃଷି, ଜନଜୀବନ ଓ ପ୍ରାକୃତିକ ପରିବେଶ ଉପରେ ଗଭୀର ପ୍ରଭାବ ପଡିଥାନ୍ତା। କଣ ହେଇଥାନ୍ତା? ଆମର କୃଷିରେ ପ୍ରଭାବ ପଡିଥାନ୍ତା, କୃଷି ମାନେ ଚାଷ ବାସରେ ପ୍ରଭାବ ପଡିଥାନ୍ତା, ବର୍ଷା ଭଲସେ ହେଇନଥାନ୍ତା। ଜନଜୀବନରେ ପ୍ରଭାବ ପଡିଥାନ୍ତା, ଜନଜୀବନ ମାନେ ଲୋକମାନଙ୍କ ଉପରେ ପ୍ରଭାବ ପଡିଥାନ୍ତା। ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପଡିଥାନ୍ତା, ଯୋଉ ପ୍ରାକୃତିକ ପରିବେଶ ଅଛି, ଜଙ୍ଗଲ ଅଛି, ନଦୀ ଅଛି, ତା ଉପରେ ପ୍ରଭାବ ପଡିଥାନ୍ତା, ଗଭୀର ପ୍ରଭାବ ପଡିଥାନ୍ତା ସେ ବି ହେଲା। ତ ଆମର ଯଦି ହିମାଳୟ ପର୍ବତ ନଥାନ୍ତା ତାହେଲେ ଏଇ ଉପରେ ସବୁ ପଡିଥାନ୍ତେ। ପିଲାମାନେ ତମେ କେମିତି ଆନ୍ସର କରିବ? ମୁଁ ଏଠି କହିଦଉଛି ଆନ୍ସର, ଡାଇରେକ୍ଟ ଉତ୍ତର ନବ ସେଇଟା ନୁହେଁ ବିଲକୁଲ ବି। ତମେ ବହିକୁ ବାର ବାର ପଢିବ, ବହିକୁ ବାର ବାର ପଢିଲେ ତମେ ନିଜେ ଜାଣିପାରିବ କି ଆନ୍ସର କୋଉଠି ଅଛି। ଆଉ ମୁଁ ମୋ ବହିରୁ କଣ ଆନ୍ସର ନେଇକି କୋଶ୍ଚିନରେ ଲେଖିପାରିବି ହେଲା। ତମେ ଆରାମସେ କିନ୍ତୁ ଏଇଟା ବି ଲେଖିପାରିବ, କିଛି ଅସୁବିଧା ନାହିଁ, କିନ୍ତୁ ତମେ ଟିକେ ନିଜେ ମୁଣ୍ଡ ଖଟାଅ ଆଉ ତାକୁ କୋଶ୍ଚିନକୁ ଫାଷ୍ଟ ବୁଝ, ଦେନ୍ ଲେଖ। ଓକେ, ଦେନ୍ ଆମେ କଣ ପଢିବା? ଓକେ, ଥାର୍ଡ କ୍ୱେଶ୍ଚିନ୍ ଆମର ଏଠି ହେଲା। ଭାରତକୁ ଏକ କ୍ଷୁଦ୍ର ମହାଦେଶ କୁହାଯାଏ। ତମେ ଯାହା ପଢିଛ ସେଇ ଆଧାରରେ କାହିଁକି ତୁମେ ଏପରି ଭାବୁଛ? ଭାରତ କଣ ଏକ କ୍ଷୁଦ୍ର ମହାଦେଶ। ଆମେ ମହାଦେଶ ଯେମିତି ଜାଣିଛେ, ଆମର କେତୋଟି ମହାଦେଶ ଅଛି? 7ଟି ମହାଦେଶ ଅଛି। ସବୁଠୁ ବଡ କଣ? ଏସିଆ, ଦେନ୍ ଆଫ୍ରିକା, ତାପରେ ତାପରେ କଣ? ଉତ୍ତର ଆମେରିକା, ତାପରେ ଦକ୍ଷିଣ ଆମେରିକା, ତାପରେ କଣ? ୟୁରୋପ, ତାପରେ ଅଷ୍ଟ୍ରେଲିଆ, ଆଉ କଣ? ଆଣ୍ଟାର୍କଟିକା। ଏସବୁ କଣ? ଆମର ମହାଦେଶ। କିନ୍ତୁ ଏସବୁ ମହାଦେଶ, ମହାଦେଶ କାହାକୁ କୁହାଯାଏ ପିଲାମାନେ? ବହୁତ ଗୁଡାଏ ଦେଶ ମିଶିକି ଯେତେବେଳେ କଣ କରିଥାନ୍ତି? ଗୋଟେ ବହୁତ ବଡ ଏରିଆରେ ରହିଥାନ୍ତି, ଟୋଟାଲ କୁ ବହୁତ ମିଶି କଣ କୁହାଯାଏ? ମହାଦେଶ କୁହାଯାଏ। କିନ୍ତୁ ଭାରତ ତ ଗୋଟେ ଦେଶ ନା, ଆମେ ତାକୁ ଛୋଟ ମହାଦେଶ କେମିତି କହୁଛେ? ଭାରତ ଭିତରେ କଣ ଅଛି? ଭାରତ ଭିତରେ ବହୁତ ସାରା ଜିନିଷ ଅଛି। ଆମେ ଏବେ ଜାଣିବା କୋଶ୍ଚିନରେ କି ଭାରତକୁ ଆମେ ଛୋଟ ମହାଦେଶ କାହିଁ କହୁଛେ। ଆଉ ତମ ମତରେ କଣ ହେଲା? ତମେ ବି ସେଇଟା ଲେଖିପାରିବ। ଏଇ ପଏଣ୍ଟକୁ ଛାଡିକି ତମ ମନରେ ଯଦି ଆଉ କିଛି ପଏଣ୍ଟ ଅଛି ସେଇଟା ବି ତମେ ଲେଖିପାରିବ ଆରାମସେ। ମୋ ମତରେ ଭାରତକୁ କ୍ଷୁଦ୍ର ମହାଦେଶ କୁହାଯାଏ କାରଣ ଏହାର ବିସ୍ତୃତ ଭୂଭାଗରେ ବିଭିନ୍ନ ପ୍ରକାର ଭୌଗୋଳିକ ବୈଶିଷ୍ଟ୍ୟ ଦେଖିବାକୁ ମିଳେ। ଆମେ ଯେମିତିକି ପଢିଛେ, ଏପଟେ କଣ ଅଛି? ହିମାଳୟ ଅଛି, ଏପଟେ କଣ ଅଛି? ସମତଳ ଅଛି, ଗାଙ୍ଗେୟ ସମତଳ ଅଛି, ଏପଟେ କଣ ଅଛି? ପଶ୍ଚିମ ଘାଟ ଅଛି, ଏପଟେ କଣ ଅଛି? ପୂର୍ବ ଘାଟ ଅଛି, ମଝିରେ କଣ ଅଛି? ମଝିରେ ଅଛି କଣ ଅଛି ଆମର ମଝିରେ? ପେନିନସୁଲାର ପ୍ଲାଟୋ ଅଛି ହେଲା। ପ୍ଲାଟୋ ମାନେ ଉପଦ୍ୱୀପୀୟ ମାଳଭୂମି ଅଛି। ଓକେ, ଆଉ କଣ ଅଛି? ଏପଟେ ଅଛି ଆମର ଦ୍ୱୀପପୁଞ୍ଜ ଅଛି ହେଲା।
କେତେ ଗୁଡା ଜିନିଷ ଦେଖ ଭୌଗୋଳିକ ବୈଶିଷ୍ଟ୍ୟ ଆମକୁ କଣ ଦେଖିବାକୁ ମିଳେ। ସେଥିପାଇଁ ଆଉ ଏଠାରେ ହିମାଳୟ ପର୍ବତମାଳା, ଉତ୍ତର ଭାରତର ବିଶାଳ ସମତଳ ଭୂମି, ଉପଦ୍ୱୀପୀୟ ମାଳଭୂମି, ଥର ମରୁଭୂମି, ହଁ ଆମେ ଥର ମରୁଭୂମି କଥା ଭୁଲିବି ଗଲେ, ଉପକୂଳ ସମତଳ ଭୂମି ଏବଂ ଦ୍ୱୀପପୁଞ୍ଜ ରହିଛି, ଏତେ ସବୁ ଜିନିଷ ଅଛି। ତ ମାନେ ଏତିକି ଛୋଟିଆ ଜାଗାରେ ବି କେତେ ସବୁ ଜିନିଷ କଭର ହେଇଯାଉଛି, ମାନେ ସେଇଥିପାଇଁ ତ କୁହାଯାଏ ଯାହା ନାହିଁ ଭାରତରେ ତାହା ନାହିଁ ପୃଥିବୀରେ। ହେଲା, ସେଥିପାଇଁ ଆମକୁ କୁହାଯାଇଛି ଭାରତକୁ କି ଛୋଟ ମହାଦେଶ ବୋଲି କୁହାଯାଏ। ଏହା ସହିତ ଭାରତରେ ବିଭିନ୍ନ ପ୍ରକାର ଜଳବାୟୁ, ମୃତ୍ତିକା, ନଦୀ, ଉଦ୍ଭିଦ ଓ ସଂସ୍କୃତି ଦେଖିବାକୁ ମିଳେ। ଏହି ବିବିଧତା ପାଇଁ ଭାରତକୁ କ୍ଷୁଦ୍ର ମହାଦେଶ କୁହାଯାଏ। ଆଉ କଣ କଣ ଦେଖିବାକୁ ମିଳେ? ଲାଙ୍ଗୁଏଜରେ ଡିଫରେନ୍ସ ଦେଖାଯାଏ। ମାନେ ସବୁ ଜାଗାରେ ଅଲଗା ଅଲଗା ଲାଙ୍ଗୁଏଜ ତମକୁ ମିଳିବ। କିନ୍ତୁ ଓଡିଶାରେ ବି ତ ଦେଖ ଅନୁଗୁଳ ଲୋକମାନଙ୍କର ଟିକେ ଅଲଗା ହେଇଥିବ, କଟକ ଲୋକମାନଙ୍କର ଟିକେ ଅଲଗା ହେଇଥିବ, ସମ୍ବଲପୁର ଲୋକମାନଙ୍କର ଟିକେ ଅଲଗା ଲାଙ୍ଗୁଏଜ ହେଇଥିବ, ହଁ କି ନାଇଁ? ସେଇ ହିସାବରେ ତମେ ଦେଖ ଆଉ ଅଲଗା ଅଲଗା ଷ୍ଟେଟ ରେ ବି ସମସ୍ତଙ୍କର ଲାଙ୍ଗୁଏଜ ମୋଷ୍ଟ ଅଫ ଅଲଗା। ଆଉ କଣ ଥାଏ ତାଙ୍କର ମୃତ୍ତିକା ଜଳବାୟୁ ଅଲଗା ହେଇଥାଏ। କୋଉଠି ଅଧିକ ଗରମ ଥାଏ ତ କୋଉଠି ଅଧିକ ଥଣ୍ଡା ଥାଏ, କୋଉଠି ଅଧିକ ବର୍ଷା ହୁଏ ତ କୋଉଠି ବର୍ଷା କମ ହୁଏ। ଓକେ, ଆଉ କଣ ହୁଏ ମୃତ୍ତିକା, ମୃତ୍ତିକା ମାନେ କୋଉଠି ନାଲିଆ ମାଟି ମିଳେ, କୋଉଠି ପଟୁ ମାଟି ଅଧିକ ଥାଏ, କୋଉଠି କଳା ମାଟି ଅଧିକ ଥାଏ, ହେଲା, କୋଉଠି ଆଉ କିଛି ପ୍ରକାର ମାଟି ଥାଏ। ଆମେ ମୂର୍ତ୍ତିକା ବିଷୟରେ ବି ନେକ୍ସଟ ପଢିବା କେବେ। ଆଉ ନଦୀ, କେତେ ପ୍ରକାର ନଦୀ ଦେଖ, ଯେମିତି କି କିଛି କିଛି ନଦୀ ଥାଏ ଯୋଉଠିକି ବର୍ଷ ସାରା ପାଣି ଥାଏ। କୋଉ କିଛି କିଛି ନଦୀ ଥାଏ ଯୋଉଠିକି ବର୍ଷା ଦିନେ ଅଧିକ ପାଣି ଥାଏ ଆଉ ଅଲଗା ଦିନେ କମିଯାଏ। ଏମିତି ବି ନଦୀ ଥାଏ ନା ନାଇଁ? ଆଉ ଦେଖିଲ କମେଣ୍ଟ ସେକ୍ସନରେ ଲେଖ କି କୋଉ ନଦୀ ଆମର ପେରିନିୟଲ ମାନେ ସବୁ ବର୍ଷ ସାରା ଜଳ ଥାଏ, ଆଉ କୋଉ କୋଉ ନଦୀ ଏମିତି ଅଛି ଯୋଉଠି କିି ଖରା ଦିନେ ପାଣି କମିଯାଏ ଆଉ ବର୍ଷା ଦିନେ ପାଣି ପୁଣି ଥରେ ଭରିଯାଏ। ଆଉ କଣ ଅଛି? ଉଦ୍ଭିଦ, ଉଦ୍ଭିଦ ବି କେତେ ପ୍ରକାର ତମକୁ ଉଦ୍ଭିଦ ମିଳିବ। ଯେମିତିକି ଥଣ୍ଡା ଜାଗାରେ ଅଲଗା ପ୍ରକାର ଉଦ୍ଭିଦ ମିଳିବ, ଥର ମରୁଭୂମିରେ ଅଲଗା ପ୍ରକାର ଉଦ୍ଭିଦ ମିଳିବ, ଯୋଉଠି ଅଧିକ ବର୍ଷା ହୁଏ ସେଠି ତମକୁ ଚିରହରିତ ଅରଣ୍ୟ ମିଳିବ। କୋନିକାଲ ଅରଣ୍ୟ ଯେମିତି କି ବୁଝିପାରିଲ, ଆମେ ସେଇଟା ବି ଉଦ୍ଭିଦରେ ବି ନେକ୍ସଟ ଆମକୁ ପଢିବା କେବେ। ଆଉ ସଂସ୍କୃତି ଦେଖିବାକୁ ମିଳେ, ସଂସ୍କୃତି କାହାର ଡ୍ୟାନ୍ସ ଅଲଗା, କାହାର ଭାଷା ଅଲଗା, କାହାର ବେଶ ପୋଷାକ ଅଲଗା, କାହାର ଚାଲିଚଳଣି ଅଲଗା, ସମସ୍ତଙ୍କର ଦେଖିବାକୁ ମିଳେ ନା ନାଇଁ? ଏହି ବିବିଧତା ପାଇଁ ଭାରତକୁ କ୍ଷୁଦ୍ର ମହାଦେଶ ବୋଲି କୁହାଯାଏ। ତମେ ଯଦି ପୁରା ୱାର୍ଲଡରେ ବୁଲି ପଡିବ, ମାନେ ପୃଥିବୀ ସାରା ବୁଲି ପଡିବ, ତାହେଲେ ତମକୁ କେତେ ପ୍ରକାର ବିବିଧତା ଦେଖାଯିବ, ଅଲଗା ଅଲଗା ଜିନିଷ ତ ଦେଖାଯିବ ନା। ସେଇ ହିସାବରେ ଭାରତର ବିବିଧତା ପାଇଁ କ୍ଷୁଦ୍ର ମହାଦେଶ ବୋଲି କୁହାଯାଏ। କ୍ଲିୟର? ଏବେ କୌଣସି ଡାଉଟ ଅଛି ଏ କ୍ୱେଶ୍ଚିନ ରେ? ନାଇଁ। ଆଉ ଆମର ଏଠି ଫୋର୍ଥ କ୍ୱେଶ୍ଚିନ ଅଛି। ଫୋର୍ଥ କ୍ୱେଶ୍ଚିନ କଣ ଅଛି? ଓଡିଶାରେ ଯେକୌଣସି ନଦୀର ଉତ୍ପତ୍ତି ସ୍ଥଳରୁ ସମୁଦ୍ରରେ ମିଶିବା ପର୍ଯ୍ୟନ୍ତ ଅନୁସରଣ କର। ଲୋକମାନେ ନଦୀକୁ କି କି ଉପାୟରେ ବ୍ୟବହାର କରିଥାନ୍ତି? ଅନୁସରଣ କରିବ ମାନେ ତମେ ଆଉ ନଦୀ କୂଳେ କୂଳେ ଏମିତି ଚାଲି ଚାଲିକା ଯିବନି ହେଲା, କାହିଁକି ନା ବହୁତ ଟାଇମ ଲାଗିଯିବ ଗୋଟେ ନଦୀର ଆରମ୍ଭରୁ ନେଇକି ଯଦି ଏଣ୍ଡ ପର୍ଯ୍ୟନ୍ତ ଆମେ ଯିବା। କିନ୍ତୁ ଆମେ ଅବଜର୍ଭ ଜରୁର କରିପାରିବା, ସାଟେଲାଇଟ ରୁ ଆମେ ଦେଖିପାରିବା, ହଁ କି ନାଇଁ? ତ ନଦୀ ମାନଙ୍କର ଓଡିଶା ଆମେ ଗୋଟେ ନଦୀ ନବା, ସେ କୋଉଠି ଉଦ୍ଭିଦ ମାନେ କଣ ଉତ୍ପତ୍ତି ହେଇଛି ଆଉ କୋଉଠି ମିଶିଛି। ଅନୁସରଣ କର। ଲୋକମାନେ ନଦୀକୁ କି କି ଉପାୟରେ ବ୍ୟବହାର କରିପାରିବେ? ଆମେ ମାନେ ଏଇଟା ବି ଦେଖିବା କି ଏଇ ଯୋଉ ନଦୀ ଅଛି ଲୋକମାନେ ତାର କଣ କଣ ବ୍ୟବହାର କରିପାରୁଛନ୍ତି। ଚାଲ ଦେଖିବା ତାହେଲେ। ତ ମୁଁ ମହାନଦୀକୁ ନେଇଛି, ତମାନେ ଚାହିଁଲେ ଗଙ୍ଗା ନଦୀ ନେଇପାରିବ, ଚାହିଁଲେ ବୈତରଣୀ ନେଇପାରିବ, ଚାହିଁଲେ ଗୋଦାବରୀ ନେଇପାରିବ। ବହୁତ ସାରା ନଦୀ ଆମେ ଡିସକସନ କରିଛେ ଭିଡିଓରେ। ମୁଁ କିନ୍ତୁ ମହାନଦୀ ନେଇଛି କାରଣ ଓଡିଶାର ବଡ ନଦୀ ମହାନଦୀ। ହେଲା, ତ ମହାନଦୀ ଛତିଶଗଡର ସିହାବା ପାହାଡରେ ଉତ୍ପନ୍ନ ହୋଇଛି। ସିହାବା ଗୋଟେ ପାହାଡ ଛତିଶଗଡରେ ଅଛି, ଯୋଉଠିକୁ କଣ ମହାନଦୀ ଆମର ଉତ୍ପତ୍ତ ହେଇଛି। ପିଲାମାନେ ଇଏ ହଉଛି ଆମର ଓଡିଶା ଆଉ ତାକୁ ଲାଗିକି ଏଠି ଛତିଶଗଡ ଅଛି। ହେଲା, ଏଇଠି ଛତିଶଗଡ ଆଉ ମହାନଦୀ ଏଇଠୁ ଉତ୍ପନ୍ନ ହେଇଛି। ଏଇଠୁ ଉତ୍ପନ୍ନ ହେଇକି ଧୀରେ ଧୀରେ ଏମିତି ଯାଇକି ଏଠି ବଙ୍ଗୋପସାଗରରେ ମିଶିଛି। ଦେଖ, ତ ଏଇଠି ମହାନଦୀ ହେଇଛି। ତ ଏହା କୋଉଠୁ କଣ ଛତିଶଗଡ ଦେଇ ପ୍ରଭାବିତ ହୋଇଥାଏ। ମାନେ ଛତିଶଗଡ ଦେଇକି ଫାଷ୍ଟ ଯାଇଥାଏ। ଓଡିଶା, ସମ୍ବଲପୁର, କଟକ, ମାନେ ଏଠି ସମ୍ବଲପୁର ଦେଇକି ଯାଏ, କଟକ ଦେଇକି ଯାଏ, ଜଗତସିଂହପୁର ଦେଇକି ବହିଥାଏ। ଶେଷରେ ଏହା ବିସ୍ତୃତ ବୈଦୀପ ଗଠନ କରି ପାରାଦୀପ ନିକଟରେ ବଙ୍ଗୋପସାଗରରେ ମିଶିଥାଏ। ଆମେ ଯେମିତି ଦେଖିଲେ ପାରାଦୀପ ବଙ୍ଗୋପସାଗର ପାଖରେ ଏଇ ଯୋଉ ପାରାଦୀପ ଅଛି, ପାରାଦୀପ ପାଖାପାଖି କୋଉଠି ଯାଇକି ମିଶିଥାଏ ବଙ୍ଗୋପସାଗରରେ। ଆମେ ଦେଖିଲେ ନଦୀର ଉତ୍ପତ୍ତି, ଗୋଟିଏ ନଦୀ ନେଲେ। ଏବେ କଣ ଦେଖିବା ନଦୀର ବ୍ୟବହାର। ତ ଆମେ ନଦୀର ବ୍ୟବହାର କୋଉଥୁ କୋଉଥି ପାଇଁ କରୁଛେ, ଏଇ ପଏଣ୍ଟ ଅଛି। କୃଷି ଜମିରେ ଜଳସେଚନ। ଆମେ ନଦୀ ମାନେ କଣ ପାଇଁ ବ୍ୟବହାର କରୁଛେ? ଆମେ ଯୋଉ ଧାନ ଚାଷ କରୁଛେ କିମ୍ବା ଅଲଗା କିଛି ଚାଷ କରୁଛେ, ଏଠି ନଦୀଟେ ଯାଉଛି ନା, ତ ଏଇ ନଦୀରୁ ପାଣି ନେଇକି ଆମେ ଏଇଠି କଣ ଜଳସେଚନ କରିପାରିବା। ପାନୀୟ ଜଳ ଯୋଗାଣ, ତ ନଦୀରୁ କଣ ହୁଏ, ଏଠି ନଦୀ ବହୁଛି, ଏଇଠୁ କଣ ହୁଏ, ଏଇଠୁ ଟ୍ୟାଙ୍କ ବହୁତ ବଡ ବନାନ୍ତି ଗାଁ ପାଖାପାଖି ଅଲଗା ଅଲଗା ଜଣ, ତ ଏଇଠି ପାଣି ଭରନ୍ତି। ତେଣୁ ଏଇଠୁ ଯାଇକି ପୁଣି କଣ ଗାଁ ଲୋକମାନଙ୍କ ପାଖକୁ ପାଣି ମିଶେ, ମାନେ ପାଣି ଯୋଗେଇ ଦିଆଯାଏ, ଜଳ ବି ଯୋଗାଣ କରାଯାଏ। ଜଳ ବିଦ୍ୟୁତ ଉତ୍ପାଦନ, ଜଳ ବିଦ୍ୟୁତ ଉତ୍ପାଦନ କେମିତି ହୁଏ, ମାନେ ଆମେ ଯୋଉ ଇଲେକ୍ଟ୍ରିସିଟି ୟୁଜ କରୁଛେ, ମାନେ କରେଣ୍ଟ ୟୁଜ କରୁଛେ, ତାର ବି ଉତ୍ପାଦନ ହୁଏ। କେମିତି ଉତ୍ପାଦନ ହୁଏ? ମନେକର ଏଇଠି ଗୋଟେ ପାହାଡ ଅଛି କିମ୍ବା ଏଇଠି ଗୋଟେ ବନ୍ଧ, ଆମେ ଏଇଠି ଗୋଟେ ନଦୀ ବାହାରୁଛି, ଏ ନଦୀ ବହୁତ ଜୋରରେ ପଡୁଛି
ଏଠି ଗୋଟେ ଟର୍ବାଇନ ଲାଗିଥିବ। କଣ ଲାଗିଥିବ ଏଠି? ଟର୍ବାଇନ ଲାଗିଥିବ। ଯେତେବେଳେ ପାଣି ସହିତ ମାଡ ହୁଏ ଟର୍ବାଇନ କଣ ଘୁରିବାକୁ ଲାଗେ। ଆଉ ଇଏ ଘୁରିଲେ କଣ ହୁଏ ମେକାନିକାଲ ଏନର୍ଜିରୁ କଣ ଇଲେକ୍ଟ୍ରିକାଲ ଏନର୍ଜିରେ କନଭର୍ଟ ହୁଏ। ତାପରେ ଏଇ ଯୋଉ କରେଣ୍ଟ ଆମକୁ ଆସେ ଇଏ କରେଣ୍ଟ ଆମ କଣ ଆମେ ଷ୍ଟୋର କରିକି ରଖନ୍ତି ତାପରେ ଏଇଟା କଣ ସବୁ ଲୋକମାନଙ୍କୁ କଣ ଡିଷ୍ଟ୍ରିବ୍ୟୁସନ କରା ହୁଏ ମାନେ ବଣ୍ଟାଯାଏ। ଏଇ ହିସାବରେ ଆମ କଣ ନଦୀରୁ ବିଦ୍ୟୁତ ଜଳ ବିଦ୍ୟୁତ ଉତ୍ପାଦନ ହୁଏ। ମାଛ ଚାଷ ହୁଏ, ମତ୍ସ୍ୟ ଧର ହୁଏ ମାନେ ମାଛ ଚାଷ ବି ଆମେ କରନ୍ତି। କେତେକ ସ୍ଥାନରେ ଜଳପଥ ପରିବହନ ଜଳପଥ ପରିବହନ ମାନେ ଯେମିତିକି ଗଙ୍ଗା ନଦୀରେ ଆମେ ପଢିଛେ ଗଙ୍ଗା ନଦୀ ଅଛି ନା ଏଇଠି କଣ ବହୁତ ବଡ 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 ଡଙ୍ଗାରେ କଣ ମାଲ ବି ଟ୍ରାନ୍ସପୋର୍ଟେସନ କରା ହୁଏ। ଶିଳ୍ପ କାରଖାନାରେ ଜଳ ବ୍ୟବହାର କରାଯାଏ। ଏଇଟା ତ ବହୁତ ଅଧିକ ଜଳ ବ୍ୟବହାର କରାଯାଏ କଣ ଶିଳ୍ପ କାରଖାନା ଆଉ ତମେ ମାନେ ପିଲେ ବିଶ୍ୱାସ କରିବନି ନଦୀ କେତେ ପଲ୍ୟୁଟେଡ କରିଦଉଛନ୍ତି ମାନେ ନଦୀ କୂଳ ପାଖାପାଖି ବହୁତ ବଡ ବଡ କଳକାରଖାନା ମାନେ ତିଆରି କରନ୍ତି। ଗଙ୍ଗା ନଦୀ, ଯମୁନା ନଦୀ ତମେ ଯେତେବେଳେ ବଡ ବଡ ସିଟି ମାନଙ୍କୁ ଯିବ ସେ ନଦୀ ମାନଙ୍କୁ ଆମେ ପବିତ୍ର ବୋଲି ପୂଜା କରନ୍ତି କିନ୍ତୁ ସେଠି କଣ ହୁଏ ସେଠି ଏତେ ଅଧିକ ମାତ୍ରାରେ ଲୋକମାନେ ପ୍ରଦୂଷଣ କରିଦେଇଛନ୍ତି ନା ଧର୍ମ ନାଁରେ ଆଉ ଧର୍ମ ନାଁରେ ବି ପ୍ରଦୂଷଣ କରନ୍ତି ଆଉ ପ୍ରଡକ୍ସନ ଉତ୍ପାଦନ ନାଁରେ ବି ଡାଇରେକ୍ଟ ଏମାନେ କଣ କରନ୍ତି କଳକାରଖାନାରୁ ଡାଇରେକ୍ଟ ମଇଳା ଆଣିକି ନଦୀ ଭିତରେ କଣ ଡମ୍ପ କରନ୍ତି ମାନେ ନଦୀ ଭିତରେ ପକାନ୍ତି। ସେଥିପାଇଁ କି କଣ ନଦୀ ଆହୁରି ପ୍ରଦୂଷଣ ହୁଏ। ଆଉ କଣ ହୁଏ ନଦୀ ଭିତରେ ବହୁତ ମାନେ ଯୋଉ ଧାର୍ମିକ କାର୍ଯ୍ୟ ହୁଏ ଫୁଲ ଚନ୍ଦନ ଯାହା ବି ଗାଧେଇବା ହଉ ଯାହାବି ବହୁତ ସାରା ଜିନିଷ ଏମିତି କରନ୍ତି ଯୋଉଥିପାଇଁ କି ନଦୀ ପ୍ରଦୂଷଣ ହୁଏ। କିନ୍ତୁ ଆମେ ଧ୍ୟାନ ରଖିବା ଦରକାର ଫାଷ୍ଟ ହଉଛି ଆମର ପରିବେଶ ଦେନ୍ ତାପରେ ହଉଛି ଧର୍ମ। ତ ସେଇ ହିସାବରେ ଆମେ ଆମ ମାଇଣ୍ଡ କୁ ଡେଭଲପ କରିବା ନିହାତି ଦରକାର। ଓକେ। ଆଉ କଣ ଅଛି ପର୍ଯ୍ୟଟନ ଓ ମନୋରଞ୍ଜନ ପାଇଁ ବି ବ୍ୟବହାର ହଉଥାଏ ବହୁତ ସାରା ନଦୀ ଅଛି ମାନେ ଯେମିତି କିି ତମେ ଯଦି ଯିବ ଭାରତ ଯେମିତି ପ୍ରୟାଗରାଜ ଗୋଟେ ଧାର୍ମିକ ସ୍ଥଳ ରୂପରେ ବହୁତ କଣ ପ୍ରଖ୍ୟାତି ଯୋଉଠି କି କଣ ଅଛି ଆମର ସଙ୍ଗମ ହଉଛି ଯମୁନା ଗଙ୍ଗା ଯମୁନା ସରସ୍ୱତୀ ତିନୋଟି ନଦୀର କଣ ମିଳନ ସ୍ଥଳକୁ ମିଳନ ସ୍ଥଳକୁ କୁହାଯାଏ ଗୋଟେ ପ୍ରୟାଗରାଜ ହେଲା ୟୁପିରେ ଅଛି ଉତ୍ତରପ୍ରଦେଶରେ ଯୋଉଟା କି ଧାର୍ମିକ ପାଇଁ ବି କଣ ବହୁତ ଫେମସ ଆଉ ମନୋରଞ୍ଜନ ପାଇଁ ବି ବ୍ୟବହୃତ ହୁଏ। କିଛି କିଛି ଜାଗା ନଦୀ ଯୋଉ ଝରଣା ଥାଏ ସେଠି କଣ ବହୁତ ଭଲ ଭ୍ୟୁ ଥାଏ ଯେମିତି ଜଳପ୍ରପାତ ଗୁଡାକ କଣ ଥାଏ ନଦୀର ହିଁ ଅଂଶ ଜଳପ୍ରପାତ ତ ସିଏ କଣ ବହୁତ ଭଲ ମନୋରଞ୍ଜନ ପାଇଁ ବି କଣ ଆମେ ନଦୀର ବ୍ୟବହାର କରୁ। କ୍ୱେଶ୍ଚନ ମେ ବି କ୍ଲିୟର ଏଟା ହଉଛି ଆଇ ଥିଙ୍କ 5 କ୍ୱେଶ୍ଚନ। ହଁ ତ ନେକ୍ସଟ କଣ ଅଛି ନେକ୍ସଟ କ୍ୱେଶ୍ଚନ ହଉଛି ଭାରତର ଦକ୍ଷିଣାଂଶକୁ କାହିଁକି ଏକ ଉପଦ୍ୱୀପୀୟ ମାଳଭୂମି ବୋଲି କୁହାଯାଏ? ଓକେ ତ ଭାରତର ଦକ୍ଷିଣାଂଶକୁ କାହିଁକି ଉପଦ୍ୱୀପୀୟ ମାଳଭୂମି ବୋଲି କୁହାଯାଏ? ପିଲାମାନେ ଉପଦ୍ୱୀପୀୟ ମାଳଭୂମି ମୁଁ ବହୁତ ଭଲ ଭାବରେ ଭିଡିଓରେ ବୁଝେଇ ଦେଇଛି ତମାନେ ପୂର୍ବ ଭିଡିଓରେ ଯାଇକି ଦେଖିପାରିବ କି ଉପଦ୍ୱୀପୀୟ ମାଳଭୂମି କଣ କିନ୍ତୁ ଆମେ ଏଇଠି କଣ ଦେଖିବା କାହିଁକି କୁହାଯାଏ ଦକ୍ଷିଣାଂଶକୁ କାହିଁକି ନା ଇଏ ହଉଛି କଣ ଭାରତର ଦକ୍ଷିଣାଂଶ ଆଉ ଇଏ ହଉଛି କଣ ଉପଦ୍ୱୀପୀୟ ମାଳଭୂମି କାହିଁକି କୁହାଯାଏ? କାହିଁକି ନା ଭାରତର ଦକ୍ଷିଣାଂଶକୁ ଉପଦ୍ୱୀପୀୟ ମାଳଭୂମି ବୋଲି କୁହାଯାଏ କାରଣ ଏହା ପଶ୍ଚିମରେ ଆରବ ସାଗର ପୂର୍ବରେ ବଙ୍ଗୋପସାଗର ଓ ଦକ୍ଷିଣରେ ଭାରତ ମହାସାଗର ଦ୍ଵାରା ତିନି ପାର୍ଶ୍ୱରେ ଘେରି ରହିଛି। ତ ଉପଦ୍ୱୀପ ମାନେ ଆମେ ବୁଝିଥିଲେ ନା ନାଇଁ ତିନି ପାର୍ଶ୍ୱରୁ ଜଳ ଘେରିକି ଥିବ ତ ଭାରତ ମାନଚିତ୍ରରେ ଏମିତି ନା ଏପଟେ କଣ ଅଛି ଏପଟେ ହଉଛି ଆମର ଆରବ ସାଗର ଏପଟେ କଣ ହଉଛି ଭାରତ ମହାସାଗର ଏପଟେ କଣ ଅଛି ବଙ୍ଗୋପସାଗର। ତ ଏହି ଅଞ୍ଚଳଟି ପ୍ରାଚୀନ ଉଚ୍ଚ ଏବଂ କଠିନ ଶିଳାରେ ଗଠିତ ଏକ ମାଳଭୂମି ସେଥିପାଇଁ ଏହାକୁ ଉପଦ୍ୱୀପୀୟ ମାଳଭୂମି ବୋଲି କୁହାଯାଏ। ଓକେ କାହିଁ କୁହାଯାଏ ଏଇ ଯୋଉ ଜାଗାଟି କଣ ଉଠିକି ଅଛି ଏମିତି ଟେବୁଲ ଲ୍ୟାଣ୍ଡ ଭଳି ଆମେ ପୂର୍ବରୁ ପଢିଛେ ଉଚ୍ଚ ଏବଂ କଠିନ ଆଉ ବହୁତ ହାର୍ଡ ମାନେ ବହୁତ କଠିନ ଶିଳ ଦ୍ଵାରା କଣ ଏଇ ମାଳଭୂମିଟି ଗଠିତ ସେଥିପାଇଁ କଣ କୁହାଯାଏ ଉପଦ୍ୱୀପୀୟ ମାଳଭୂମି ବୋଲି କୁହାଯାଏ। ଉପଦ୍ୱୀପ ଏଇଥିପାଇଁ କୁହାଯାଏ କି ତିନି ପଟ ସମୁଦ୍ର ଘେରିକି ଅଛି ଆଉ ମାଳଭୂମି ମାନେ କଣ ମାଳଭୂମି ଅଛି ସେଥିପାଇଁ କଣ କୁହାଯାଏ ଉପଦ୍ୱୀପୀୟ ମାଳଭୂମି ବୋଲି କୁହାଯାଏ କ୍ଲିୟର। ତ ଆମେ ଯିବା ନେକ୍ସଟ କ୍ୱେଶ୍ଚନ କୁ ନେକ୍ସଟ କ୍ୱେଶ୍ଚନ ହଉଛି ଏହି ଅଧ୍ୟାୟରେ ୟୁନେସ୍କୋ ଦ୍ଵାରା ଘୋଷିତ କେଉଁ ଐତିହାସିକ ସ୍ଥଳଟି ତମକୁ ଅତ୍ୟନ୍ତ ଭଲ ଲାଗେ ତାହାର ଆକର୍ଷଣୀୟତା ଏକ ଅନୁଚ୍ଛେଦ ମାଧ୍ୟମରେ ବର୍ଣ୍ଣନା କର। ପିଲାମାନେ ଆମେ ୟୁନେସ୍କୋ ରେ ବହୁତ ସାରା ପଢିଛେ ଯେମିତି କିି ଆମର କଣ ଅଛି ହିମାଳୟ ପର୍ବତ ଅଛି ଆଉ ପଶ୍ଚିମ ଘାଟ ପର୍ବତମାଳା ଅଛି ତମମାନଙ୍କୁ ଯୋଉଟା ଭଲ ଲାଗିବ ତମେ ସେଇଟା କଣ ବର୍ଣ୍ଣନା କରିବ ମୁଁ ଏଇଠି ଦୁଇଟା ଯାକ ବର୍ଣ୍ଣନା କରିଦେଇଛି। ଫାଷ୍ଟ ମୁଁ ବର୍ଣ୍ଣନା କରିଛି କାହାର ହଁ ତ ୟୁନେସ୍କୋ ଦ୍ଵାରା ଆମେ ଯେତେବେଳେ ବର୍ଣ୍ଣନା କରିଛେ କିଛି ତ କଣ ହେଲା ଅ ହଁ ଆମେ ହିମାଳୟ ପର୍ବତ ଫାଷ୍ଟ ଆମେ ହିମାଳୟ ପର୍ବତ ଯିବା ତ ହିମାଳୟ ପର୍ବତ ମତେ ସବୁଠୁ ଅଧିକ ଭଲ ଲାଗେ ଦ୍ଵାରା ଘୋଷିତ ପ୍ରାକୃତିକ ଐତିହାସ ମତେ ହିମାଳୟ ପର୍ବତ ସବୁଠାରୁ ଅଧିକ ଭଲ ଲାଗେ। ଏହା ପୃଥିବୀର ସର୍ବୋଚ୍ଚ ପର୍ବତମାଳା ଏବଂ ଏହାର ତୁଷାର ଛିଦ ଶୃଙ୍ଗ ସବୁଜ ଜଙ୍ଗଲ ଗଭୀର ଉପତ୍ୟକା ଓ ମନୋରମ ପ୍ରାକୃତିକ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରେ। ପିଲାମାନେ ତମକୁ ଏଇ କୋଶ୍ଚିନ କଣ ବୁଝିବାର ଅଛି ଫାଷ୍ଟ ତ ତମମାନଙ୍କୁ ୟୁନେସ୍କୋରେ ଯୋଉ ଆମର ହେରିଟେଜ ଯୋଉଟା କାଉଣ୍ଟ କରାହଉଛି ମାନେ ଆଡ କରାହେଇଛି ସେଟା କଣ ଆଉ ତମମାନଙ୍କୁ ସେଇଟା କାହିଁକି ଭଲ ଲାଗେ
ତ ମତେ ଭଲ ଲାଗେ ହିମାଳୟ ପର୍ବତ। ଆଉ କାହିଁକି ଭଲ ଲାଗେ? ଏଇଥିପାଇଁ ଭଲ ଲାଗେ କି ସର୍ବୋଚ୍ଚ ପର୍ବତମାଳା ମାନେ ସବୁଠୁ ଅଧିକ ଉଚ୍ଚ ପର୍ବତମାଳା ଅଛି। ଏହାର ତୃଷାରଚ୍ଛିଦ ଶୃଙ୍ଗ ମାନେ ଶୃଙ୍ଗ ମାନେ କଣ ପର୍ବତର ସବୁଠୁ ଉପର ଭାଗ କଣ କୁହାଯାଏ ଶୃଙ୍ଗ। ଆଉ ଇଏ ସବୁବେଳେ ବରଫରେ ଢକି ହେଇକି ଥାଏ। ଆଉ ସବୁଜ ଜଙ୍ଗଲ ପୁରା ଚାରିଆଡେ ଦେଖିବ ମାନେ ପୁରା ଗ୍ରୀନ୍ ଗ୍ରୀନ୍ ବିୟୁଟିଫୁଲ ସିନେରୀ। ଓକେ। ଆଉ କଣ ଅଛି ଗଭୀର ଉପତ୍ୟକା। ଗଭୀର ଉପତ୍ୟକା ମାନେ ନଦୀ ମାନଙ୍କର ବହୁତ ଗଭୀର ଗଭୀର ଉପତ୍ୟକା ଅଛି। ମାନେ ଏପଟେ ବଡ ବଡ ପାହାଡ ଥିବେ ଆଉ ମଝିରେ ନଦୀ ଯାଇଥିବ। ଆଉ ମନୋରମ ପ୍ରାକୃତିକ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରେ। ତ ତମମାନଙ୍କୁ ଆକର୍ଷିତ କରେନି? ବହୁତ ଅଧିକ ଆକର୍ଷିତ ଫଟୋରେ କେତେ ଆକର୍ଷିତ କରେ ଭାବ ରିଅଲରେ କେତେ ସୁନ୍ଦର ଲାଗୁଥିବ। ଏଠାରେ ଅନେକ ଦୁର୍ଲଭ ଉଦ୍ଭିଦ ଓ ପ୍ରାଣୀ ବାସ କରନ୍ତି। ଦୁର୍ଲଭ ଉଦ୍ଭିଦ ପ୍ରାଣୀ ମାନେ ବହୁତ ଇମ୍ପୋର୍ଟାଣ୍ଟ ଯୋଉମାନେ ବହୁତ କମ ମିଳନ୍ତି ଉଦ୍ଭିଦ ଆଉ ପ୍ରାଣୀ ସେମାନେ ବାସ କରନ୍ତି। ଅନେକ ପ୍ରମୁଖ ନଦୀର ଉତ୍ପତ୍ତି ସ୍ଥଳ ହେବା ସହିତ ଏହା ଭାରତରେ ଏକ ମୂଲ୍ୟବାନ ପ୍ରାକୃତିକ ଐତିହ୍ୟ। ଓକେ ବୁଝିପାରିଲ ନଦୀର ଉତ୍ପତ୍ତି ସ୍ଥଳ ଆଉ ଭାରତର ମୂଲ୍ୟବାନ ପ୍ରାକୃତିକ ଐତିହ୍ୟ। ମୁଁ ଏତେ ଥର ତମମାନଙ୍କୁ ବୁଝେଇ ସାରିଲିଣି ମତେ ଲାଗୁନି କି ଆଉ ତମମାନଙ୍କୁ ୱାର୍ଡ କୁ ଆଉ ବୁଝିବାକୁ ପଡିବ। ଓକେ ଦେନ୍ କଣ ପଢିବା ଆମେ? ହଁ ଆଉ ଗୋଟେ ଅଛି ମୁଁ ତମମାନଙ୍କୁ ଉଦାହରଣ ଦେଇଛି ପଶ୍ଚିମ ଘାଟ ମତେ ସବୁଠାରୁ ଭଲ ଲାଗେବି। ପଶ୍ଚିମ ଘାଟ ବି କଣ ଭାରତର ଦୁର୍ଲଭ ପ୍ରାଚୀନତମ ପର୍ବତ ଶ୍ରେଣୀ ମାନଙ୍କ ମଧ୍ୟରୁ ଗୋଟିଏ। ମାନେ ବହୁତ ପୁରୁଣା। ଏଠାରେ ବହୁତ ଦୁର୍ଲଭ ଉଦ୍ଭିଦ ପ୍ରାଣୀ ବାସ କରନ୍ତି। ଏଠାରେ ମଧ୍ୟ କଣ ଦୁର୍ଲଭ ପ୍ରାଣୀ ବାସ କରନ୍ତି। ପିଲାମାନେ ପାହାଡ ଅଞ୍ଚଳ ଏମିତି ହିଁ ହେଇଥାଏ। ଆଉ କଣ ଘନ ଜଙ୍ଗଲ ସୁନ୍ଦର ଜଳପ୍ରପାତ ନଦୀ ଓ ମନୋରମ ପାହାଡିଆ ପରିବେଶ ଏହାର ପ୍ରମୁଖ ଆକର୍ଷଣ। ପ୍ରମୁଖ ଆକର୍ଷଣ ମାନେ କଣ ମୁଖ୍ୟ ଆକର୍ଷଣ। ଏହାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୈବ ବିବିଧତା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀ ମାନେ ଏଠାକୁ ଆସିଥାନ୍ତି। ପିଲାମାନେ ପ୍ରକୃତି ପ୍ରେମୀ ତ ମୁଁ ବହୁତ ବଡ ପ୍ରକୃତି ପ୍ରେମୀ ହେଲା। ତ ତମମାନଙ୍କୁ ବି ପ୍ରକୃତି ବହୁତ ସୁନ୍ଦର ପ୍ରକୃତି ମାନେ ନେଚର। ଆମ ସରାଉଣ୍ଡିଂ ରେ ଯାହା ଅଛି ଗ୍ରୀନ୍ ଗ୍ରୀନ୍ ଆଉ କୁଳୁ କୁଳୁ ନଦୀର ସ୍ୱର ଝରଣା ଆଉ ପକ୍ଷୀ ମାନଙ୍କର ଚିଁ ଚିଁ ଶବ୍ଦ ତମାନେ କେତେବେଳେ ଫିଲ୍ କରିବ ବହୁତ ଭଲ ଲାଗିବ। ଓକେ ତ ଏସବୁ ମତେ ଭଲ ଲାଗେ ତମମାନଙ୍କୁ ମେ ବି ଭଲ ଲାଗୁଥିବ। ତ ତମେ ଏଇଥିରୁ ଯାହାବି ତମ ମାନଙ୍କୁ ପସନ୍ଦ ତମେ ଆନ୍ସରରେ ଲେଖିପାରିବ। ଆଉ କଣ ତମ ପିଲା ମଝିରେ ଗୋଟେ କୋଶ୍ଚିନ୍ ଥିଲା କୋଶ୍ଚିନ୍ ତ ନୁହେଁ ସେଇଟା ଗୋଟେ ପ୍ରୋଜେକ୍ଟ ଦିଆଯାଇଥିଲା କି ଖାଦ୍ୟ ସଂରକ୍ଷଣ ପାଇଁ ତମେ ସେଇଟା ଟିକେ ବହିରୁ ଦେଖିଦବ। କିନ୍ତୁ ଖାଦ୍ୟ ସଂରକ୍ଷଣ ପାଇଁ କଣ ବିଭିନ୍ନ ଅଞ୍ଚଳରେ କେଉଁ କେଉଁ ଅଞ୍ଚଳରେ ସବୁ ଅବଲମ୍ବନ କରାଯାଏ ସେଗୁଡାକ ସବୁ ତମେ ନିଜେ ରେକଗ୍ନାଇଜ କରିବ। ଯେମିତି କିି ତମେ ଏମିତି ବି କହିପାରିବ ଆମର ଯେତେବେଳେ ଆମ୍ବ ସିଜନ ହୁଏ ଏକ୍ଜାମ୍ପଲ ଦଉଛି ଆମର ଯେତେବେଳେ ଆମ୍ବ ସିଜନ ହୁଏ ଆମ୍ବ ଗୁଡାକ କଣ କରା ହୁଏ ଏମିତି ଆମ୍ବ ସଢା ବନେଇକି ରଖା ହୁଏ। ଏମିତି ଗୋଟେ ପାରି ହୁଏ ଆଉ ଏଠି କଣ ଆମ୍ବ ସଢା ଏମିତି ଶୁଖା ହୁଏ। ଯେତେବେଳେ ଶୁଖିଯାଏ ପୁଣି ୟା ଉପରେ ଆହୁରି ଆମ୍ବ ସରା ଏମିତି ହେଇକି ଏତିକି ମୋଟା ବହଳର ହେଇଯାଏ। କଣ ହୁଏ ମୋଟା ବହଳରେ ଆମ୍ବ ସଡା ଗୋଟେ ବନିଯାଏ। ତ ଆମ୍ବକୁ ଆମେ ଏମିତି ବି ପ୍ରିଜର୍ଭ ରଖିପାରିବା ଆଉ ଖଟାକୁ ଆମେ ପ୍ରିଜର୍ଭ କରି ରଖିପାରିବା। ବହୁତ ଦିନ ପର୍ଯ୍ୟନ୍ତ ଆଚାର କରିକି ଆଉ କଣ ପନିପରିବାକୁ ଆମେ କେମିତି କଣ ରଖିପାରିବା ଶୁଖେଇକି ରଖିପାରିବା। ତ ତମାନେ ସବୁ ଏଇଟା କଣ ନିଜେ ନିଜେ କରିପାରିବ। ଯୋଉଟା କି ତମକୁ ଭଲ ଲାଗେ। ଆଉ କଣ ନେକ୍ସଟ କୋଶ୍ଚିନ୍ ନେକ୍ସଟ କୋଶ୍ଚିନ୍ ହଉଛି ବହୁ ବିଭିନ୍ନ ଅଞ୍ଚଳ ଯେମିତିକି ପର୍ବତ ମରୁଭୂମି ସମତଳ ଭୂମି ଉପକୂଳ ସତ ଭାରତ ଗୋଟେ ଦେଶ ହୋଇକି ରହିଛି। ଭୂଗୋଳ ଭାରତୀୟ ମାନଙ୍କୁ ଗୋଟିଏ ସ୍ତରରେ ଏକତ୍ର କରିବାରେ କିପରି ସାହାଯ୍ୟ କରିଛି। ପିଲାମାନେ ତମେ ନିଜେ ଜାଣିଛ ଆମ ଭାରତ କେତେ ଅଧିକ ଡାଇଭରସିଟି ମାନେ ବିଭିନ୍ନତା ମାନେ କୋଉଠି ପାହାଡ ଅଛି କୋଉଠି ଝରଣା ଅଛି କୋଉଠି ନଦୀ ଅଛି କୋଉଠି ମରୁଭୂମି ଅଛି ଏମିତି ସବୁ ଅଛି। କିନ୍ତୁ ଫିର ବି ଆମେ ସମସ୍ତେ ଗୋଟିଏ ସ୍ତରରେ ବାନ୍ଧି ହେଇକି ରହିଛେ ଆମେ ଇଣ୍ଡିଆନ ଆମେ ବାହାରକୁ ଯାଉଛେ ତ ଆମେ କଣ ପରିଚୟ ଦଉଛେ ୱି ଆର୍ ଇଣ୍ଡିଆନ୍ସ। ଓକେ ଆମେ ଇଣ୍ଡିଆନ ଆମେ ହଉଛୁ ଭାରତୀୟ କାହିଁକି କେମିତି ଆମେ ଚାଲ ଏଇଟା ଦେଖିବାକୁ ଉତ୍ତର ଉତ୍ତର କଣ ଅଛି କି ଭାରତର ପର୍ବତ ମରୁଭୂମି ସମତଳ ଭୂମି ଉପକୂଳ ଭଳି ବିଭିନ୍ନ ଭୌଗୋଳିକ ଅଞ୍ଚଳ ଥିଲେ ମଧ୍ୟ ସମସ୍ତେ ଗୋଟିଏ ଦେଶର ନାଗରିକ। କଣ ଆମେ ସମସ୍ତେ ଇଣ୍ଡିଆନ ସିଟିଜେନ ଓକେ। ନଦୀ ସଡକ ରେଳପଥ ସମୁଦ୍ର ପଥ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରୁଛେ। ତମେ ଦେଖିଛ ନଦୀ କଣ କେବଳ ଗୋଟିଏ ରାଜ୍ୟରେ ଯାଇଛି ନାଇଁ ନଦୀ ଗୋଟିଏ ନଦୀ ବିଭିନ୍ନ ରାଜ୍ୟ ଦେଇକି ଯାଇଥିବ ଆଉ ସଡକ ମଧ୍ୟ ସଡକ କଣ ଗୋଟେ ରାଜ୍ୟ ଦେଇକି ଯାଇଛି ନାଇଁ ବହୁତ ଗୁଡାଏ ରାଜ୍ୟକୁ କନେକ୍ଟ କରୁଛି। ରେଳପଥ ବି ସେମିତି ସମୁଦ୍ର ପଥ ବି ବିଭିନ୍ନ ଅଞ୍ଚଳ କଣ ସଂଯୋଗ କରିଛି ମାନେ କନେକ୍ଟ କରିଛି। ବିଭିନ୍ନ ଅଞ୍ଚଳରେ ଲୋକମାନେ ବାଣିଜ୍ୟ ପର୍ଯ୍ୟଟନ ତୀର୍ଥଯାତ୍ରା ଓ ସାଂସ୍କୃତିକ ଆଦାନ ପ୍ରଦାନ ମାଧ୍ୟମରେ ପରସ୍ପର ସହିତ ଯୋଡି ରହିଛନ୍ତି। ଯେମିତି କିି ପର୍ଯ୍ୟଟନରେ ମନେକର କୌଣସି ଗୋଟେ ପର୍ଯ୍ୟଟନ କେଦାରନାଥ ଯାଇଛ ତମାନେ କେଦାରନାଥରେ ତମେ କଣ କଣ ଏକୁଟିଆ ଯାଇଥିବ ଗୋଟିଏ ଓଡିଶାରୁ ଯାଇଥିବ ନାଇଁ ନା ସେଠି ବହୁତ ସାରା ଲୋକ ଯାଇଥିବେ କିଏ ହରିୟାଣାରୁ ଯାଇଥିବ କିଏ ପଞ୍ଜାବରୁ ଯାଇଥିବ କିଏ ୟୁପିରୁ ଯାଇଥିବ କି ତାମିଲନାଡୁରୁ ଯାଇଥିବ କେରଳ ଏମିତି ବହୁତ ସାରା ରାଜ୍ୟରୁ କଣ ଲୋକମାନେ ଯାଆନ୍ତି ଆଉ ସେଠି କଣ ଗୋଟେ ବହୁତ ଅଧିକ ଲୋକମାନେ ଭିନ୍ନ ଭିନ୍ନ ଲୋକମାନଙ୍କର ବି ଗୋଟେ ମିଳନ ସ୍ଥଳୀ ତମେ କହିପାରିବ। ସାଂସ୍କୃତିକ ଆଦାନ ପ୍ରଦାନ ଯେମିତିକି ଆମର ଗୋଟେ ମୁଖ୍ୟ ପର୍ବ କଣ ଓଡିଶାରେ ତ ମୁଖ୍ୟ ପର୍ବ ହଉଛି ରଜ। କିନ୍ତୁ ଆମର ପୁରା ଭାରତରେ କଣ ଦଶହରା ଗୋଟେ ପର୍ବ ଯୋଉଟା କି ସବୁଠି ପାଳନ କରାଯାଏ। ଆଉ କଣ ରାକ୍ଷୀ ରକ୍ଷାବନ୍ଧନ ବି ହଁ ନା ନାଇଁ ଆଉ କଣ ଯୋଡି ହେଇକି ରହିଛନ୍ତି ଏପରି ଭାବରେ ଭୂଗୋଳ ଭାରତୀୟ ମାନଙ୍କୁ ଏକତା ଓ ଜାତୀୟ ଐକ୍ୟକରଣ ସୃଷ୍ଟି କରିଛି। ତ ଭୂଗୋଳ ଆମେ ସାଂସ୍କୃତିକ ଯେମିତି ଅଲଗା ଅଲଗା ଜାଗାରେ ଆମର ଭୂଗୋଳ ବି ଅଲଗା ଅଲଗା ଜାଗାରେ ସେମିତି ଆମ ପର୍ଯ୍ୟଟନ ସ୍ଥଳୀ ସବୁ ଅଲଗା ଅଲଗା ଜାଗା ଥାଏ ସବୁ କଣ ଆମକୁ ଯୋଡିକି ରଖିଛି। ବୁଝିପାରିଲ ମେ ବି ତମର ସରିଗଲା।
ଓକେ ତ ପିଲାମାନେ ମୁଁ ଆଜି ତମମାନଙ୍କୁ ସବୁ ତକ କ୍ୱେଶ୍ଚିନ୍ ବୁଝିଦେଲି। କାହାର କିଛି ଡାଉଟ୍ ଅଛି ତ ମତେ କମେଣ୍ଟ ସେକ୍ସନରେ ଜଣେଇବ। ଆଉ ହଁ, କ୍ୱେଶ୍ଚିନ୍ ଫାଷ୍ଟ ବୁଝ। ଯଦି ତମେ 50% କ୍ୱେଶ୍ଚିନ୍ ବୁଝିଗଲ ଦେନ୍ ତମର କାମ ଅଧା ଆସାନ ହେଇଗଲା, ମାନେ ସହଜ ହେଇଗଲା। ତ ଫାଷ୍ଟ କ୍ୱେଶ୍ଚିନ୍ କୁ ପଢ, କ୍ୱେଶ୍ଚିନ୍ କୁ ବୁଝ। ଆଉ ସବୁଠୁ ଦୁଃଖର କଥା ହଉଛି କି ଏବେ ତମ ମାନଙ୍କର ଯୋଉ ବୁକ୍ ଅଛି ମାନେ ସେଠି ଆଗରୁ ବୁକ୍ ଥାଏ ସେଠି କଣ ଛୋଟ ଛୋଟ କ୍ୱେଶ୍ଚିନ୍ ଗୁଡାକ ଦିଏ 1 ମାର୍କିଆ 2 ମାର୍କିଆ ମ୍ୟାଚ୍ କରିବା ପାଇଁ ବି। ଏବେ ତମମାନଙ୍କର ଲଙ୍ଗ କ୍ୱେଶ୍ଚିନ୍ ଆସୁଛି। ତ ତମମାନେ ଲଙ୍ଗ କ୍ୱେଶ୍ଚିନ୍ ରେ 3ଟା ଜିନିଷ ବହୁତ ଇମ୍ପୋର୍ଟାଣ୍ଟ। ଫାର୍ଷ୍ଟ ଜିନିଷ ହଉଛି ଇଣ୍ଟ୍ରୋଡକ୍ସନ, କି କୋଉ ବିଷୟରେ ତମେ କଥା ହଉଛ। ସେକେଣ୍ଡ ଥିଙ୍ଗ ହଉଛି ବଡି, ମାନେ ମଝିରେ ତମେ କଣ ତା ବିଷୟରେ ଇନଫର୍ମେସନ ଦଉଛ। ଥାର୍ଡ ଜିନିଷ ହଉଛି ଫ୍ୟାକ୍ଟ, ତମେ ତା ବିଷୟରେ କଣ ଜାଣିଛ। ଆଉ ଗୋଟେ ଜିନିଷ ହଉଛି ମୁଖ୍ୟ ଜିନିଷ ହଉଛି ଉଦାହରଣ, ସେଟା ଲେଖିବାକୁ କେବେ ବି ଭୁଲିବନି। ତ ଯଦି ଏତିକି ତମେ କରିପାରିଲ ତାହେଲେ ତମକୁ ମାନେ ଯଦି 5 ମାର୍କିଆ କ୍ୱେଶ୍ଚିନ୍ ହଉଛି ଦେନ୍ ତମକୁ 4 ମିଳିବାରୁ କେହି ଅଟକି ପାରିବେନି। 4 ତ କମ୍ପଲସରି ଆସିବ ହେଲା। ତ ତମମାନେ ଟିକେ ଦେଖିକି ଲେଖିବ। ତ ହୋପ କି ତମମାନଙ୍କୁ ଭିଡିଓ ବହୁତ ପସନ୍ଦ ଆସିଥିବ। ସୋ ଥ୍ୟାଙ୍କ ୟୁ ମାଇ ଡିୟର ଷ୍ଟୁଡେଣ୍ଟସ୍। ବନ୍ଦେ ଉତ୍କଳ ଜନନୀ, ଜୟ ହିନ୍ଦ।